ओम शांति 15/9/2024 महावाक्य अव्यक्त बापदादा पुनरावृत्ति 31/12/2001। आज हेडिंग लाइन अच्छी एही नूतन वर्ष रे सफलता भवर वरदान द्वारा बाबांकर एवं निजर प्रत्यक्षता को निकट को आण। एही नूतन वर्ष रे सफलता भवर वरदान द्वारा बाबांकर एवं निजर प्रत्यक्षता को निकट को आण। आज नवजुगर रचयिता निजर मास्टर नवजुग रचयिता पिलामानंक सहित मिसी नववर्ष पालन करिबा पाई आसिचंती। तेबे नूतन वर्षर उत्सव पालन करिबा ଏହା ତ ସାରା ବିଶ୍ୱରେ ସମସ୍ତେ କରିଛନ୍ତି, କିନ୍ତୁ ତୁମେମାନେ ତ ନୂଆ ଯୁଗର ନିର୍ମାଣ କରୁଛ। ତେଣୁ ନବଯୁଗର ଖୁସି ପ୍ରତ୍ୟେକ ସନ୍ତାନ ଭିତରେ ଭରି ରହିଛି। ତୁମେ ଜାଣିଛ ଯେ ନୂତନ ଯୁଗ ଏବେ ଆସିଲା କି ଆସିଲା। ଦୁନିଆବାଲାଙ୍କର ଏହି ନବବର୍ଷ କେବଳ ଗୋଟିଏ ଦିନ ପାଳନ ହୋଇଥାଏ, କିନ୍ତୁ ତୁମେମାନେ ଏହି ନବଯୁଗର ଉତ୍ସବ ସାରା ସଙ୍ଗମ ଯୁଗ ହିଁ ପାଳନ କରୁଛ। ସେମାନେ ନବବର୍ଷର ଖୁସି ମଉଜ କରିବା ସହିତ ପରସ୍ପରକୁ ଉପହାର ମଧ୍ୟ ଦେଇଥାନ୍ତି। ତେବେ ସେହି ଉପହାର ଗୁଡ଼ିକ ମଧ୍ୟ କ'ଣ? ସେଗୁଡ଼ିକ ତ ମାତ୍ର ଅଳ୍ପ ସମୟ ପାଇଁ ହିଁ ହୋଇଥାଏ। କିନ୍ତୁ ନବଯୁଗର ରଚୟିତା ବାବା ତୁମ ପିଲାମାନଙ୍କ ପାଇଁ କେଉଁ ଉପହାର ଆଣିଛନ୍ତି? ସୁନାର ଉପହାର। ଯେଉଁ ସୁନାର ଉପହାର ଅର୍ଥ ହେଲା ଆଗାମୀ ସୁବର୍ଣ୍ଣ ଯୁଗରେ ସବୁକିଛି ସ୍ୱତଃ ହିଁ ସୁନା ପାଲଟି ଯାଉଛି, ଅର୍ଥାତ୍ ନୂଆ ହୋଇଯାଉଛି। ଏବେ ତ ଆଉ ଅଳ୍ପ ସମୟ ପରେ ନୂତନ ବର୍ଷ ଆରମ୍ଭ ହୋଇଯିବ, କିନ୍ତୁ ସବୁକିଛି ନୂଆ ତ ହେବ ନାହିଁ। ତୁମର ନୂଆ ଯୁଗରେ ତ ପ୍ରକୃତି ମଧ୍ୟ ନୂଆ ହୋଇଯିବ। ଆତ୍ମା ମଧ୍ୟ ନୂତନ ବସ୍ତ୍ର ଅର୍ଥାତ୍ ନୂତନ ଶରୀର ଧାରଣ କରିବ। ସବୁକିଛି ସତ୍ତ୍ୱ ପ୍ରଧାନ ଅର୍ଥାତ୍ ନୂତନ ସୁବର୍ଣ୍ଣ ଯୁଗୀ ହୋଇଯିବ। ତେଣୁ ନୂତନ ବର୍ଷକୁ ପାଳନ କରୁଥିଲେ ମଧ୍ୟ ତୁମମାନଙ୍କ ମନରେ ବୁଦ୍ଧିରେ ନୂଆ ଯୁଗ ହିଁ ସ୍ମୃତିରେ ଆସିଯାଉଛି। ତେବେ ସମସ୍ତଙ୍କୁ ନୂଆ ଯୁଗ ମନେ ଅଛି ତ? ନା ଆଜି ଦିନରେ କେବଳ ନୂଆ ବର୍ଷ ହିଁ ସ୍ମୃତିରେ ରହିଛି? ବାପ ଦାଦା ତ ପ୍ରଥମେ ନୂତନ ଯୁଗ ପାଇଁ ଅଭିନନ୍ଦନ ଦେଉଛନ୍ତି, ତାପରେ ନୂତନ ବର୍ଷ ପାଇଁ ମଧ୍ୟ ଅଭିନନ୍ଦନ ଦେଉଛନ୍ତି। କାହିଁକି ନା ତୁମେ ସମସ୍ତେ ନୂତନ ବର୍ଷ ପାଳନ କରିବା ପାଇଁ ଆସିଛ ନା। ତେଣୁ ପାଳନ କର, ଖୁବ୍ ଧୁମଧାମରେ ପାଳନ କର। ବାପ ଦାଦାଙ୍କ ଦ୍ୱାରା ତୁମକୁ ଯେଉଁ ଅବିନାଶୀ ଉପହାର ଗୁଡ଼ିକ ମିଳିଛି, ତାର ମଧ୍ୟ ଅବିନାଶୀ ଅଭିନନ୍ଦନର ଉତ୍ସବ ପାଳନ କର। ସଦା ସର୍ବଦା ପରସ୍ପରକୁ ଶୁଭ ଭାବନାର ଅଭିନନ୍ଦନ ଦିଅ। ଏହା ହିଁ ହେଉଛି ସଚ୍ଚା ଅଭିନନ୍ଦନ ଦେବା। ତେବେ ଯେତେବେଳେ ବି ତୁମେ କାହାକୁ ଅଭିନନ୍ଦନ ଦେଉଛ, ସେତେବେଳେ ତୁମେ ନିଜେ ମଧ୍ୟ ଖୁସି ହେଉଛ ଏବଂ ଅନ୍ୟମାନେ ମଧ୍ୟ ଖୁସି ହେଉଛନ୍ତି। ତେଣୁ ସଚ୍ଚା ଦିଲର ଅଭିନନ୍ଦନ ହେଲା ପରସ୍ପର ପ୍ରତି ଆନ୍ତରିକ ଶୁଭ ଭାବନା ଏବଂ ଶୁଭକାମନାର ଅଭିନନ୍ଦନ ଦେବା। ତେବେ ଏହି ଶୁଭ ଭାବନା ମଧ୍ୟ ଏଭଳି ଶ୍ରେଷ୍ଠ ଅଭିନନ୍ଦନ ଅଟେ, ଯାହାକି ଯେକୌଣସି ଆତ୍ମାର ଯେପରି ବି ଭାବନା ହୋଇଥାଉ ନା କାହିଁକି, ଭଲ ଭାବନା ବା ଭଲ ଉଦ୍ଦେଶ୍ୟ ନଥିଲେ ମଧ୍ୟ ତୁମର ଶୁଭ ଭାବନା ସେମାନଙ୍କର ଭାବନାକୁ ମଧ୍ୟ ପରିବର୍ତ୍ତନ କରିଦେଇପାରିବ ଏବଂ ସ୍ୱଭାବକୁ ମଧ୍ୟ ପରିବର୍ତ୍ତନ କରିଦେଇପାରିବ।
ଏମିତି ବି ସ୍ୱଭାବ ଶବ୍ଦର ଅର୍ଥ ହିଁ ହେଉଛି ସ୍ୱ ଅର୍ଥାତ୍ ଆତ୍ମାର ଭାବ ଅର୍ଥାତ୍ ଶୁଭ ଭାବ। ତେଣୁ ସବୁ ସମୟରେ ସବୁ ଆତ୍ମାକୁ ଏହି ଅବିନାଶୀ ଅଭିନନ୍ଦନ ଦେଇ ଚାଲ। ତୁମକୁ କେହି କିଛି ବି ଦେଉନା କାହିଁକି, ତୁମେ କିନ୍ତୁ ସମସ୍ତଙ୍କୁ ଶୁଭ ଭାବନା ଦିଅ। ଅବିନାଶୀ ଆତ୍ମାର ଅବିନାଶୀ ଆତ୍ମିକ ସ୍ଥିତିରେ ସ୍ଥିତ ହେବା ଦ୍ୱାରା ସେହି ଆତ୍ମା ମଧ୍ୟ ପରିବର୍ତ୍ତିତ ହୋଇଯିବ। ତେବେ ଏହି ନୂତନ ବର୍ଷରେ କେଉଁ ବିଶେଷତା କରିବ? ନିଜ ପ୍ରତି, ସମସ୍ତଙ୍କ ପ୍ରତି ଏବଂ ସେବା ପ୍ରତି ଶୁଭ ଭାବନା। ବାବା କ'ଣ କହିଲେ? ଏହି ନୂତନ ବର୍ଷରେ କେଉଁ ବିଶେଷତା କରିବ? କ'ଣ କରିବା? ବାବା କହିଲେ ନିଜ ପ୍ରତି, ସମସ୍ତଙ୍କ ପ୍ରତି ଏବଂ ସେବା ପ୍ରତି ଶୁଭ ଭାବନା। ଯେହେତୁ ନୂତନ ବର୍ଷ ବୋଲି କହୁଛ, ତେଣୁ କୌଣସି ନା କୌଣସି ନବୀନତା ତ କରିବ ନା। ତାହେଲେ କେଉଁ ନବୀନତା କରିବ? ସମସ୍ତେ ନିଜ ନିଜର ନବୀନତାର ଯୋଜନା ଗୁଡ଼ିକ ପ୍ରସ୍ତୁତ କରିସାରିଛ ନା ଏବେ କେବଳ ନୂଆ ବର୍ଷ ପାଳନ କରିଦେବ? ମିଳନ ତ କରିଲ, ନୂଆ ବର୍ଷ ତ ପାଳନ କରିଲ, କିନ୍ତୁ ନବୀନତାର ଯୋଜନା କ'ଣ କରିଛ? ବାପ୍ ଦାଦା ସବୁ ପିଲାଙ୍କୁ ଏହି ବର୍ଷ ପାଇଁ ବିଶେଷ କରି ଏହି ସଂକେତ ତ ଦେଉଛନ୍ତି ଯେ ସମୟ ଅନୁସାରେ ଏବେ ସବୁ ପିଲାଙ୍କୁ ଚାହେଁ ଏଠାରେ ସାକାର ରୂପରେ ଯେଉଁମାନେ ସମ୍ମୁଖରେ ବସିଛନ୍ତି ବା ଦେଶ ବିଦେଶରେ ଯେଉଁଠାରେ ବି ବିଜ୍ଞାନର ସାଧନ ଗୁଡ଼ିକ ଦ୍ୱାରା ଶୁଣୁଛନ୍ତି ବା ଦେଖୁଛନ୍ତି, ବାପ୍ ଦାଦା ସମସ୍ତଙ୍କୁ ଦେଖିପାରୁଛନ୍ତି। ସମସ୍ତେ ବଡ଼ ଆରାମରେ ଏବଂ ମଜାରେ ବସି ଦେଖୁଛନ୍ତି। ତେଣୁ ସାରା ବିଶ୍ୱର ବାପ୍ ଦାଦାଙ୍କର ଅତି ପ୍ରିୟ ଏବଂ ଅତି ମିଠା ସନ୍ତାନମାନଙ୍କୁ ବାପ୍ ଦାଦା ଏହି ସଂକେତ ଦେଉଛନ୍ତି ଯେ ଏବେ ନିଜର ଏହି ବ୍ରାହ୍ମଣ ଜୀବନରେ ଅମୃତ ବେଳାଠାରୁ ଆରମ୍ଭ କରି ରାତ୍ରି ପର୍ଯ୍ୟନ୍ତ ସଞ୍ଚୟର ଖାତାକୁ ବଢ଼ାଅ, ଅର୍ଥାତ୍ ଜମାର ଖାତାକୁ ବଢ଼ାଅ। ସମସ୍ତେ ନିଜ ନିଜର କର୍ମ ଅନୁସାରେ ନିଜ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବ୍ରାହ୍ମଣ ଜୀବନରେ ତୁମକୁ ଯେଉଁ ସବୁ ସମ୍ପତ୍ତି ଗୁଡ଼ିକ ମିଳିଛି ସେଗୁଡ଼ିକୁ ସଞ୍ଚୟ କରିବାର ବା ଜମା କରିବାର ଖାତାକୁ ବଢ଼ାଅ। କାହିଁକି ନା ବାପ୍ ଦାଦା ଆଜି ଏହି ବର୍ଷର ଅନ୍ତିମ ଦିନ ପର୍ଯ୍ୟନ୍ତ ଚାରିଆଡ଼ର ପିଲାମାନଙ୍କର ଫଳାଫଳକୁ ଦେଖୁଥିଲେ ଏବଂ ସେଥିରେ କ'ଣ ଦେଖିଲେ ଜାଣିଛ? ବାବା କହିଲେ ସେଥିରେ କ'ଣ ଦେଖିଲେ ଜାଣିଛ? ଜାଣି ତ ଗଲଣି ନା। ଟିଚର୍ମାନେ ମଧ୍ୟ ଜାଣି ସାରିଲେଣି, ଡବଲ ବିଦେଶୀମାନେ ମଧ୍ୟ ଜାଣିଗଲେଣି, ମହାରଥୀମାନେ ମଧ୍ୟ ଜାଣିଗଲେଣି। ଜମାର ଖାତା ଯେତିକି ହେବା ଉଚିତ ସେତିକି କ'ଣ କହିବା ହେଇଛି? ତୁମେମାନେ ନିଜେ କୁହ। କାହିଁକି ନା ବାପ୍ ଦାଦା ଜାଣିଛନ୍ତି ଯେ ସର୍ବସମ୍ପତ୍ତି ଜମା କରିବାର ସମୟ କେବଳ ଏହି ସଙ୍ଗମ ଯୁଗ ହିଁ ଅଟେ। ଏହି ଛୋଟିଆ ଯୁଗଟିରେ ଯେତିକି ଜମା କରିବ ସେହି ଅନୁସାରେ ସାରା କଳ୍ପ ପ୍ରାରବ୍ଧ ପ୍ରାପ୍ତ କରିଚାଲିବ। ତୁମମାନଙ୍କର ଯେଉଁ ସ୍ଲୋଗାନ ଅଛି ତାହା କ'ଣ? କ'ଣ ସ୍ଲୋଗାନ? ଏବେ ନୁହେଁ ତ କେବେ ନୁହେଁ। ତାପରେ କ'ଣ ହେବ? ଏବେ ନୁହେଁ ତ କେବେ ନୁହେଁ। ଏହି ସ୍ଲୋଗାନ ବୁଦ୍ଧିରେ ତ ଭଲ ଭାବରେ ମନେ ରହିଛି, କିନ୍ତୁ ଦିଲରେ ସ୍ମୃତିରେ ତ କେବେ ରହୁଛି, କେବେ ଭୁଲି ଯାଉଛି। ସବୁଠାରୁ ବଡ଼ରୁ ବଡ଼ ସମ୍ପତ୍ତି ଯାହାକି ଏହି ବ୍ରାହ୍ମଣ ଜୀବନର ଶ୍ରେଷ୍ଠତାର ଆଧାର ଅଟେ,
ତାହା ହେଲା ସଂକଳ୍ପ ରୂପୀ ସମ୍ପତ୍ତି, ସମୟ ରୂପୀ ସମ୍ପତ୍ତି, ଶକ୍ତି ଏବଂ ଜ୍ଞାନ ରୂପୀ ସମ୍ପତ୍ତି। ବାକି ସ୍ଥୂଳ ଧନ ରୂପୀ ସମ୍ପତ୍ତି ତ ସାଧାରଣ କଥା। ତେଣୁ ବାପ ଦାଦା ଦେଖିଲେ ଯେ ତୁମେ ସବୁ ବ୍ରାହ୍ମଣମାନେ ନିଜର ଶ୍ରେଷ୍ଠ ସଂକଳ୍ପ ରୂପୀ ସମ୍ପତ୍ତି ଦ୍ୱାରା ନିଜକୁ ବା ସେବାକୁ ଯେତିକି ଶ୍ରେଷ୍ଠ କରିପାରିବ ସେଥିରେ ଏବେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ତୁମ ବ୍ରାହ୍ମଣମାନଙ୍କର ମାତ୍ର ଗୋଟିଏ ଶ୍ରେଷ୍ଠ ସଂକଳ୍ପରେ ବା ଶୁଭ ସଂକଳ୍ପରେ ଏତେ ଶକ୍ତି ରହିଛି ଯାହାକି ଆତ୍ମାମାନଙ୍କୁ ବହୁତ ସହଯୋଗ ଦେଇପାରିବ। ତେଣୁ ନିଜର ସଂକଳ୍ପ ଶକ୍ତିର ମହତ୍ତ୍ୱକୁ ଏବେ ଯେତେ ଚାହିଁବ ସେତେ ଅଧିକ ବୃଦ୍ଧି କରିପାରିବ। ବାବା କହିଲେ ତୁମ ବ୍ରାହ୍ମଣମାନଙ୍କର ମାତ୍ର ଗୋଟିଏ ଶ୍ରେଷ୍ଠ ସଂକଳ୍ପରେ ବା ଶୁଭ ସଂକଳ୍ପରେ ଏତେ ଶକ୍ତି ରହିଛି ଯାହାକି ଆତ୍ମାମାନଙ୍କୁ ବହୁତ ସହଯୋଗ ଦେଇପାରିବ। ତେଣୁ ନିଜର ସଂକଳ୍ପର ଶକ୍ତିର ମହତ୍ତ୍ୱକୁ ଏବେ ଯେତେ ଚାହିଁବ ସେତେ ଅଧିକ ବୃଦ୍ଧି କରିପାରିବ। ଯେବେକି ବିଜ୍ଞାନର ସାଧନ ରକେଟକୁ ଦୂରରେ ବସି ମଧ୍ୟ ଯେଉଁଠି ଚାହିଁବ ଯେତେବେଳେ ଚାହିଁବ ଯେଉଁ ସ୍ଥାନରେ ପହଞ୍ଚାଇବାକୁ ଚାହିଁବ ଗୋଟିଏ ସେକେଣ୍ଡରେ ପହଞ୍ଚାଇ ଦେଇପାରିବ। ତେବେ ତୁମମାନଙ୍କର ଶୁଭ ଏବଂ ଶ୍ରେଷ୍ଠ ସଂକଳ୍ପ ତୁଳନାରେ ସେହି ରକେଟ ମଧ୍ୟ କିଛି ନୁହେଁ। କେବଳ ଏହାକୁ ରିଫାଇନ୍ ବିଧିରେ କାର୍ଯ୍ୟରେ ଲଗାଇ ଦେଖ। ତୁମମାନଙ୍କର ବିଧିରେ ସିଦ୍ଧି ବହୁତ ଶ୍ରେଷ୍ଠ ଅଟେ, କିନ୍ତୁ ତୁମମାନଙ୍କୁ ଏବେ ଅନ୍ତର୍ମୁଖତାର ଭଟ୍ଟିରେ ରହିବାକୁ ହେବ। ତେଣୁ ଏହି ନୂତନ ବର୍ଷରେ ନିଜେ ନିଜେ ସର୍ବସମ୍ପତ୍ତିକୁ ସଞ୍ଚୟ କରିବାର ଯୋଜନା ତିଆରି କର। ଜମାର ଖାତାକୁ ବଢ଼ାଅ। ସାରା ଦିନ ଭିତରେ ନିଜେ ନିଜ ପାଇଁ ଅନ୍ତର୍ମୁଖତାର ଭଟ୍ଟିରେ ରହିବା ପାଇଁ ସମୟ ନିର୍ଦ୍ଧାର୍ଯ୍ୟ କର। କେବଳ ନିଜେ ହିଁ ନିଜ ପାଇଁ କରିପାରିବ, ଅନ୍ୟ କେହି ବି ତୁମ ପାଇଁ କରିପାରିବେ ନାହିଁ। ବାପ ଦାଦା ତ ପ୍ରତ୍ୟକ୍ଷତା ବର୍ଷ ପୂର୍ବରୁ ଏହି ବର୍ଷକୁ ସଫଳତା ଭବର ବର୍ଷ ବୋଲି କହୁଛନ୍ତି। ତେବେ ସଫଳତାର ଆଧାର ହେଲା ନିଜର ପ୍ରତ୍ୟେକ ସମ୍ପତ୍ତିକୁ ସଫଳ କରିବା। ତେଣୁ ସଫଳ କର ଏବଂ ସଫଳତା ପ୍ରାପ୍ତ କର ଏବଂ ସଫଳତା ପ୍ରତ୍ୟକ୍ଷତାକୁ ଆପେ ଆପେ ପ୍ରତ୍ୟକ୍ଷ କରିଦେବ। ବାଣୀର ସେବା ତ ବହୁତ ଭଲ କରିଛ, କିନ୍ତୁ ଏବେ ସଫଳତାର ବରଦାନ ଦ୍ୱାରା ବାବାଙ୍କର ଏବଂ ନିଜର ପ୍ରତ୍ୟକ୍ଷତାର ସମୟକୁ ନିକଟକୁ ଆଣ। ତେବେ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ଜୀବନରେ ସର୍ବସମ୍ପତ୍ତିରେ ସମ୍ପନ୍ନ ହେବାର ସ୍ଥିତି ଅନ୍ୟ ଆତ୍ମାମାନଙ୍କୁ ଅନୁଭବ ହେଉ। ଆଜିକାଲିର ଆତ୍ମାମାନେ ତୁମମାନଙ୍କର ଅନୁଭବୀ ମୂରତ ସ୍ଥିତି ଦ୍ୱାରା ହିଁ ଅନୁଭୂତି କରିବାକୁ ଚାହୁଁଛନ୍ତି, ଶୁଣିବାକୁ କମ୍ ଚାହୁଁଛନ୍ତି, କିନ୍ତୁ ଅନୁଭୂତି କରିବା ପାଇଁ ଅଧିକ ଚାହୁଁଛନ୍ତି। ତେବେ ଅନୁଭୂତିର ଆଧାର ହେଲା ସର୍ବସମ୍ପତ୍ତିର ଜମାଖାତା। ତେଣୁ ଏବେ ସାରା ଦିନ ଭିତରେ ମଝିରେ ମଝିରେ ନିଜର ଏହି ଚାର୍ଟକୁ ଚେକ୍ କର ଯେ ସର୍ବସମ୍ପତ୍ତିର ଖାତା କେତେ ଜମା କରିଛି। ଏହିଭଳି ଜମାର ଖାତାକୁ ଯାଞ୍ଚ କର, ହିସାବ ବାହାର କର। ଗୋଟିଏ ମିନିଟ୍ ଭିତରେ କେତେ ସଂକଳ୍ପ ଚାଲୁଛି, କାରଣ ସଂକଳ୍ପର ଗତି ବହୁତ ତୀବ୍ର ଅଟେ ନା। ତେଣୁ କେତେ ସଫଳ ହେଲା ଏବଂ କେତେ ବ୍ୟର୍ଥରେ ଗଲା, କେତେ ସମର୍ଥ ହେଲା ଏବଂ କେତେ ସାଧାରଣ ହେଲା। ତେବେ ଚେକ୍ କରିବାର ମେସିନ୍ ତ ତୁମ ପାଖରେ ଅଛି ନା ନାହିଁ? ସମସ୍ତଙ୍କ ପାଖରେ ଚେକିଂ କରିବାର ମେସିନ୍ ଅଛି ତ? ଟିଚରମାନଙ୍କ ପାଖରେ ଅଛି ତ? ସେମାନଙ୍କ ସେଣ୍ଟରରେ ଯେପରି କମ୍ପ୍ୟୁଟର ଅଛି, ଇମେଲ୍ ଅଛି, ସେହିପରି ଏହି ଚେକିଂ ମେସିନ୍ ମଧ୍ୟ ଅଛି ତ?
ଡବଲ ବିଦେଶୀଙ୍କ ପାଖରେ ଅଛି ତ? ଚାଲୁ ଅବସ୍ଥାରେ ଅଛି ନା ବନ୍ଦ ହୋଇ ପଡ଼ି ରହିଛି? ପାଣ୍ଡବମାନଙ୍କ ପାଖରେ ଚେକିଂ ମେସିନ୍ ଅଛି ତ? ଯଦି କାହା ପାଖରେ ନାହିଁ ତେବେ ଦରଖାସ୍ତ ଦିଅ। ଯେପରି କେଉଁଠି ଯଦି ନୂଆ କରି ଅଫିସ୍ ଖୋଲୁଛ ତେବେ ପ୍ରଥମରୁ ହିଁ ଚିନ୍ତା କରୁଛ ଯେ ଅଫିସ୍ ଖୋଲିବା ପୂର୍ବରୁ ଆଜିକାଲିର ସମୟ ଅନୁସାରେ କମ୍ପ୍ୟୁଟର ଦରକାର, ଇମେଲ୍ ଦରକାର, ଟାଇପ୍ ମେସିନ୍ ଦରକାର, କପି କରିବାର ମେସିନ୍ ଅର୍ଥାତ୍ ଜେରକ୍ସ ମେସିନ୍ ମଧ୍ୟ ଦରକାର। ଏସବୁ ଦରକାର ନା? ତେଣୁ ବ୍ରାହ୍ମଣ ଜୀବନରେ ତୁମମାନଙ୍କର ଦିଲ୍ ରୂପୀ ଅଫିସରେ ଏହିସବୁ ମେସିନ୍ ଗୁଡ଼ିକ ଅଛି ନା ନାହିଁ? ବାପ୍ ଦାଦା ତ ପୂର୍ବରୁ ମଧ୍ୟ ଶୁଣାଇଛନ୍ତି ଯେ ବାପ୍ ଦାଦାଙ୍କ ପାଖକୁ ପ୍ରକୃତି ମଧ୍ୟ ଆସୁଛି। ଏହି କଥା କହୁଛି ଯେ ମୁଁ ସଦା ପ୍ରସ୍ତୁତ ଅଟେ। ସମୟ ମଧ୍ୟ ବ୍ରାହ୍ମଣମାନଙ୍କୁ ବାରମ୍ବାର ଦେଖିବାରେ ଲାଗିଛି ଯେ ବ୍ରାହ୍ମଣମାନେ ପ୍ରସ୍ତୁତ ହେଲେଣି କି ନାହିଁ। ତେଣୁ ସେ ବାରମ୍ବାର ବ୍ରାହ୍ମଣମାନଙ୍କ ପାଖରେ ଚକ୍ର ଲଗାଉଛି। ସେଥିପାଇଁ ବାପ୍ ଦାଦା ପଚାରୁଛନ୍ତି, ହାତ ତ ବହୁତ ଭଲ ଉଠାଉଛ। ବାପ୍ ଦାଦା ମଧ୍ୟ ଖୁସି ହେଇଯାଉଛନ୍ତି। କିନ୍ତୁ ଏବେ ଏଭଳି ପ୍ରସ୍ତୁତ ହୋଇ ରୁହ ଯାହାକି ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ଶ୍ୱାସ ପ୍ରଶ୍ୱାସ ଯାହା ବିତି ଯାଉଛି ତାହା ବା ବା ହେଉ। ହ୍ୱାଇ ଅର୍ଥାତ୍ କାହିଁକି, କ'ଣର ପ୍ରଶ୍ନ ନ ରହୁ। ବା ବା ହେଉ। ଏବେ ତ କିଛି ସମୟ ବା ବା ହେଉଛି, ଆଉ କିଛି ସମୟ ହ୍ୱାଇ ହୋଇଯାଉଛି। କେତେବେଳେ ବିନ୍ଦୁ ଲଗାଉଛ, ଆଉ କେତେବେଳେ ପ୍ରଶ୍ନବାଚକ ଚିହ୍ନ ବା ବିସ୍ମୟର ଚିହ୍ନ ଲଗାଇ ଦେଉଛ। ତେଣୁ ତୁମମାନଙ୍କର ମନ ମଧ୍ୟ କହୁ ବା। ଏବଂ ଯେଉଁମାନଙ୍କର ସମ୍ବନ୍ଧ ସମ୍ପର୍କରେ ଆସୁଛ, ଚାହେ ବ୍ରାହ୍ମଣ ହୁଅନ୍ତୁ ବା ଯେଉଁମାନଙ୍କର ସେବା କରୁଛ ସେମାନେ ମଧ୍ୟ ମନ ଭିତରୁ ବା ବା ଶବ୍ଦ ବାହାରୁ। ବାବା କହିଲେ, ଚାହେ ବ୍ରାହ୍ମଣ ହୁଅନ୍ତୁ ବା ଯେଉଁମାନଙ୍କର ସେବା କରୁଛ ସେମାନଙ୍କ ମନ ଭିତରୁ ମଧ୍ୟ ବା ବା ଶବ୍ଦ ବାହାରୁ। ଆଚ୍ଛା, ଆଜି ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦି ପିତା ବ୍ରହ୍ମା ବାବାଙ୍କ ଭିତରେ ଗୋଟିଏ ଶୁଭ ଆଶା ଥିଲା। ସେ କହିଲେ ଯେ ମୋର ଆଦି ସନ୍ତାନମାନଙ୍କୁ ଗୋଟିଏ କଥା କହିବାର ଅଛି। ମୋର ଆଦି ସନ୍ତାନମାନଙ୍କୁ ଗୋଟିଏ କଥା କହିବାର ଅଛି। ତାହା କ'ଣ ଜାଣିଛ? କ'ଣ? ମୋର ପ୍ରତ୍ୟେକ ସନ୍ତାନର ଚେହେରାରେ ସର୍ବଦା ଆତ୍ମିକ ସ୍ଥିତିର ସ୍ମିତହାସ୍ୟ ରହିଥାଉ। ଶୁଣିଲ ତ? ଭଲ ଭାବରେ କାନ ଖୋଲି ଶୁଣିନିଅ। ଦ୍ୱିତୀୟରେ, ମୁଖରେ ସର୍ବଦା ମଧୁରତା ରହିଥାଉ। ଗୋଟିଏ ଶବ୍ଦ ବି ମଧୁରତା ବିନା ନ ବାହାରୁ। ଚେହେରାରେ ସର୍ବଦା ସ୍ମିତହାସ୍ୟ ରହୁ ଏବଂ ମୁଖରେ ମଧୁରତା। ମନ ବୁଦ୍ଧିରେ ସର୍ବଦା ଶୁଭ ଭାବନା, ଦୟାର ଭାବନା, ଦାତାପଣିଆର ଭାବନା ରହୁ। ପ୍ରତି ପାଦରେ ଫଲୋ ଫାଦର କରୁଥାଉ। କ'ଣ ଏହା କରିପାରିବ? ବାବା ପଚାରୁଛନ୍ତି, କ'ଣ ଏହା କରିପାରିବ? ଟିଚରମାନେ କରିପାରିବ? ଯୁବାବର୍ଗବାଲା କରିପାରିବ? ଜ୍ଞାନ ସରୋବରରେ ଦେଶ ବିଦେଶର ଯୁବାବର୍ଗବାଲାଙ୍କର କାର୍ଯ୍ୟକ୍ରମ ଚାଲିଛି। ମାନେ 2001ରେ ସେ କାର୍ଯ୍ୟକ୍ରମ ଚାଲିଥିଲା। ବାପ୍ ଦାଦାଙ୍କ ନିକଟକୁ ଯୁବାବର୍ଗର ବହୁତ ଭଲ ସମାଚାର ଆସିଛି। ସେଥିପାଇଁ ପଦ୍ମଗୁଣା ଅଭିନନ୍ଦନ। ଫଳାଫଳର ସମାଚାର ବହୁତ ଭଲ ଆସିଛି। ତେଣୁ ପଦ୍ମଗୁଣା ଅଭିନନ୍ଦନ। ଫଳାଫଳ ମଧ୍ୟ ବହୁତ ଭଲ ଅଛି। ଅନୁଭବ ମଧ୍ୟ ବହୁତ ଭଲ କରୁଛନ୍ତି। ତେଣୁ ବାପ୍ ଦାଦା ମଧ୍ୟ ଖୁସି ହେଉଛନ୍ତି। ବାପ୍ ଦାଦା
ପିଲାମାନଙ୍କର ଅନୁଭବ ମଧ୍ୟ ଶୁଣୁଛନ୍ତି। କାହା ମଧ୍ୟରେ ଶୁଣି କାହା ମାଧ୍ୟମରେ ଶୁଣି ନାହାନ୍ତି। ସିଧାସଳଖ ତୁମମାନଙ୍କର ଅନୁଭବ ଶୁଣିଛନ୍ତି। କିନ୍ତୁ ଏବେ ଏହି ଅନୁଭବକୁ ଅମର ଭବର ବରଦାନ ଦ୍ୱାରା ଅବିନାଶୀ ରଖିବାକୁ ହେବ। ଯାହା ବି ହୋଇଯାଉ ନା କାହିଁକି ନିଜର ଆଧ୍ୟାତ୍ମିକ ଅନୁଭବକୁ ସର୍ବଦା ଆଗକୁ ବଢ଼ାଇ ଚାଲିବ। କମ୍ କରିବ ନାହିଁ। 3 ମାସ ପରେ ମଧୁବନକୁ ଆସ। ନ ଆସ, କାରଣ 3 ମାସ ପରେ ବିଦେଶରୁ ତ ଆସିବ ନାହିଁ। କିନ୍ତୁ ନିଜର ଚାର୍ଟ ରଖ ଏବଂ ବାପ ଦାଦାଙ୍କ ପାଖକୁ ପଠାଅ। ବାପ ଦାଦା ରାଇଟ୍ ଚିହ୍ନ ଲଗାଇବେ। ନଚେତ୍ ଯାହା ହୋଇଥିବ ସେହି ଅନୁସାରେ ନମ୍ବର ଦେବେ। ଠିକ୍ ଅଛି ନା? ତେଣୁ ଗୋଟିଏ ହାତର ତାଳି ବଜା। ଆଚ୍ଛା, ଆଜି ଯେହେତୁ ଅଭିନନ୍ଦନ ଦେବାର ଦିନ, ତେଣୁ ବାପ ଦାଦା ଆହୁରି ମଧ୍ୟ ଖୁସିର ଖବର ଶୁଣିଛନ୍ତି ଏବଂ ଦେଖିଛନ୍ତି ମଧ୍ୟ। ଛୋଟ ଛୋଟ ପିଲାମାନେ ମୁକୁଟଧାରୀ ହୋଇ ବସିଛନ୍ତି। ତୁମମାନଙ୍କୁ ତ ଭବିଷ୍ୟତରେ ମୁକୁଟ ମିଳିବ, କିନ୍ତୁ ଏମାନଙ୍କୁ ଏବେଠାରୁ ମୁକୁଟ ମିଳିଗଲାଣି। ସମସ୍ତେ ଛିଡ଼ା ହୋଇଯାଅ। ଦେଖ, ମୁକୁଟଧାରୀ ଗ୍ରୁପକୁ ଦେଖ। ବଚ୍ଚେ ସଦା ଦିଲର ସଚ୍ଚେ ଅଟନ୍ତି। ସଚ୍ଚା ଦିଲବାଲା ଅଟ ନା? ପିଲାମାନଙ୍କର ଫଳାଫଳ ମଧ୍ୟ ବାପ ଦାଦା ଦେଖୁଛନ୍ତି। ବହୁତ ଭଲ ଅଛି। ତେଣୁ ଅଭିନନ୍ଦନ। ଆଚ୍ଛା, ଡବଲ ବିଦେଶୀ ଗ୍ରୁପ। ଏମାନଙ୍କର ପତ୍ର ଏବଂ ଚିଟ୍କି ଗୁଡ଼ିକୁ ମଧ୍ୟ ଦେଖିଲୁ। ବହୁତ ଉମଙ୍ଗ ଉତ୍ସାହ ବାଲା ଚିଟ୍କି ଅର୍ଥାତ୍ ଛୋଟ ଛୋଟ ପତ୍ର ସବୁ ଲେଖିଛନ୍ତି। କିନ୍ତୁ ଗୋଟିଏ କଥା ବାପ ଦାଦା ଦେଖିଲେ, ଯାହାକି କାହାର କାହାର ଚିଟ୍କିରେ ଅଛି। କେହି କେହି ତ ବହୁତ ଭଲ ଉମଙ୍ଗ ଉତ୍ସାହ ଦ୍ୱାରା ପରିବର୍ତ୍ତନ ବିଷୟରେ ମଧ୍ୟ ଲେଖିଛନ୍ତି। ଉତ୍ସାହର କଥା ମଧ୍ୟ ଲେଖୁଛନ୍ତି। କିନ୍ତୁ ଆଉ କେହି କେହି ଟିକିଏ ନିଜର ଅବହେଳା ପଣିଆ ଦେଖାଇଛନ୍ତି। ତେଣୁ ବେପରୱାହ କେବେ ବି ହେବାର ନାହିଁ। ସର୍ବଦା ସଜାଗ ରୁହ। ବାପ ଦାଦାଙ୍କୁ ଗୋଟିଏ ତ ଅବହେଳା ପଣିଆ ଭଲ ଲାଗେ ନାହିଁ। ଦ୍ୱିତୀୟରେ ନିରାଶ ବା ହତାଶ ହେବା ଭଳି କଥା ଭଲ ଲାଗେ ନାହିଁ। ଯାହା ବି ହୋଇଯାଉ ବଡ଼ ଦିଲ ରଖ। ଛୋଟ ଦିଲବାଲା ହିଁ ନିରାଶ ହୋଇଥାନ୍ତି। ବଡ଼ ଦିଲବାଲା ସର୍ବଦା ଦିଲ ଖୁସ ରହିଥାନ୍ତି। ତେଣୁ କେବେ ବି ନିରାଶ ହୁଅ ନାହିଁ ବା ଭାଙ୍ଗି ପଡ଼ ନାହିଁ ଏବଂ ବେପରୱାହ ମଧ୍ୟ ହୁଅ ନାହିଁ। ଉମଙ୍ଗ ଉତ୍ସାହର ସହିତ ସର୍ବଦା ଉଡ଼ି ଚାଲ। ବାପ ଦାଦାଙ୍କୁ ଡବଲ ବିଦେଶୀମାନଙ୍କ ପ୍ରତି ଅରବ ଖରବ ପରିମାଣର ଆଶା ରହିଛି। ଡବଲ ବିଦେଶୀମାନେ ଏଭଳି ଚମତ୍କାରୀ ଦେଖାଇବେ, ଯାହାକି ଭାରତର ଆତ୍ମାମାନେ ଚକିତ ହୋଇଯିବେ। ଆସିବ ସେହି ଦିନ ମଧ୍ୟ ଖୁବ୍ ଶୀଘ୍ର ଆସିବ। ଆସିବ ନା? ସେହି ଦିନ ମଧ୍ୟ ଆସିବାକୁ ଯାଉଛି ନା କ'ଣ? ଆସିବ ନା? କେହି କହିଲେ ଶୀଘ୍ର ଆସିବ। ହାଁ କୁହ। ବାପ ଦାଦା ଆଗୁଆ ଭାବରେ ଅଭିନନ୍ଦନର ଥାଳି ଭରି ଭରି ଦେଉଛନ୍ତି। ସେତିକି ସାହସ ବାପ ଦାଦା ଡବଲ ବିଦେଶୀମାନଙ୍କ ଭିତରେ ଦେଖୁଛନ୍ତି। ଏହା ଠିକ୍ ନା? ବିଦେଶ ଉପରେ ବହୁତ ଆଶା ରହିଛି। ଆଚ୍ଛା, ଯୁବାବର୍ଗ ବାଲା ମଧ୍ୟ ଭଲ ଅଛନ୍ତି। ଗୃହସ୍ଥୀ ବାଲା ମଧ୍ୟ ଭଲ ଅଛନ୍ତି। କୁମାରୀମାନେ ମଧ୍ୟ ବହୁତ ଅଛନ୍ତି। ତେଣୁ କମାଲ ହିଁ କମାଲ କରିବେ। ଠିକ୍ ଅଛି ନା? ସିନ୍ଧି ପରିବାର ବାଲା କୁହ, କ'ଣ କମାଲ କରିବ? ବାବା ପଚାରୁଛନ୍ତି, ସିନ୍ଧି ପରିବାର ବାଲା କୁହ, କ'ଣ କମାଲ କରିବ? ନିମିତ୍ତ ମାତ୍ର ସିନ୍ଧି ଅଟ, କିନ୍ତୁ ପ୍ରକୃତରେ ତ ବ୍ରାହ୍ମଣ ଅଟ ନା? କ'ଣ କରିବ କୁହ? ବାବାଙ୍କର ନାମ ଉଜ୍ଜ୍ୱଳ କରିବ। ଆଚ୍ଛା, କେହି କହିଲେ ବାବାଙ୍କର ନାମ ଉଜ୍ଜ୍ୱଳ କରିବ। କେବେ କରିବ? ବାବା କହୁଛନ୍ତି କେବେ କରିବ? ସେମାନେ କହିଲେ ଏହି ବର୍ଷ। ତୁମ ମୁଖରେ ଗୁଲାବ ଜାମୁନ।
ସାହସୀ ଅଟ। ଆପଣଙ୍କର ବରଦାନ ଆମ ସାଥିରେ ଅଛି। ପିଲାମାନେ କହିଲେ, ଯେହେତୁ ବରଦାତା ହିଁ ସାଥିରେ ଅଛନ୍ତି, ତେଣୁ ବରଦାନ କ'ଣ ବଡ଼ କଥା? ଆଚ୍ଛା, ଯେଉଁମାନେ ବି ଏହି କଳ୍ପରେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଉଠ। ଯେଉଁମାନେ ପ୍ରଥମ ଥର ଆସିଛନ୍ତି ସେମାନଙ୍କୁ ବାପ ଦାଦା କହୁଛନ୍ତି, ଆସିଛ ତ ପଛରେ, କିନ୍ତୁ ତୁମକୁ ଆଗକୁ ଯିବାକୁ ପଡ଼ିବ। ତେଣୁ ଏତେ ଆଗକୁ ବଢ଼ି ଚାଲ ଯାହାକି ତୁମକୁ ଦେଖି ସମସ୍ତେ ଖୁସି ହୋଇଯିବେ ଏବଂ ସମସ୍ତଙ୍କ ମୁଖରୁ ବାହାରିବ କମାଲ କମାଲ କମାଲ। ଏହିଭଳି ସାହସ ଅଛି ତ? ପ୍ରଥମ ଥର ବାଲାଙ୍କ ଭିତରେ ସାହସ ଅଛି ତ? ନୂତନ ବର୍ଷ ପାଳନ କରିବା ପାଇଁ ଆସିଛ, ତେଣୁ ନୂତନ ବର୍ଷରେ କୌଣସି କମାଲ ତ କରିବା ନା। ପୁଣି ବି ବାପ ଦାଦାଙ୍କୁ ସବୁ ପିଲା ଅତି ପ୍ରିୟ ଅଟନ୍ତି, କାରଣ ବହୁତ କମାଲ କାର୍ଯ୍ୟ କରିଛ, ଯାହାକି ଟୁ ଲେଟ୍ ଅର୍ଥାତ୍ ଅତି ବିଳମ୍ବ ହୋଇଯିବା ପୂର୍ବରୁ ଆସିଯାଇଛ। ଏବେ ତ ପୁଣି ବି ଏହି ହଲ୍ ଭିତରେ ବସିବା ପାଇଁ ଜାଗା ତ ମିଳିଛି ନା। ରହିବା ପାଇଁ ଖଟିଆ ହେଉ ବା ତଳ ହେଉ କିଛି ତ ମିଳିଛି ନା। କିନ୍ତୁ ଯେତେବେଳେ ଅତି ବିଳମ୍ବର ବୋର୍ଡ଼ ଲାଗିଯିବ ସେତେବେଳେ ଧାଡ଼ିରେ ଛିଡ଼ା କରିବାକୁ ପଡ଼ିବ। ସେଥିପାଇଁ ପୁଣି ବି ଭଲ ସମୟରେ ବାପ ଦାଦାଙ୍କୁ ଚିହ୍ନି ପାରିଛ, ଯାହାକି ବଡ଼ ବୁଦ୍ଧିମାନର କାର୍ଯ୍ୟ କରିଦେଇଛ। ଆଚ୍ଛା, ବିଶ୍ୱର ଚାରିଆଡ଼ର ସମସ୍ତ ସଫଳତା ମୂରତ ପିଲାମାନଙ୍କୁ ସମସ୍ତ କମାଲ କରୁଥିବା ଚେକର ଏବଂ ଭବିଷ୍ୟତର ମେକର ଅର୍ଥାତ୍ ନିର୍ମାତା ଶ୍ରେଷ୍ଠ ଆତ୍ମାମାନଙ୍କୁ ସର୍ବଦା ନିଜର ପ୍ରତି ପଦକ୍ଷେପରେ ବାବାଙ୍କୁ ପ୍ରତ୍ୟକ୍ଷ କରୁଥିବା ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡଫାଦରଙ୍କର ସମସ୍ତ ଗ୍ରାଣ୍ଡସନ୍ ଅର୍ଥାତ୍ ଆଦି ସନ୍ତାନମାନଙ୍କୁ ବାପ ଏବଂ ଦାଦାଙ୍କର ବହୁତ 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 ସ୍ନେହଭରା ଶୁଭେଚ୍ଛା, ଅଭିନନ୍ଦନ ଏବଂ ନମସ୍ତେ। ପିଲାମାନଙ୍କ ତରଫରୁ ବାପ ଦାଦାଙ୍କୁ ବହୁତ ସ୍ନେହଭରା ଶୁଭେଚ୍ଛା, ଅଭିନନ୍ଦନ ଏବଂ ନମସ୍ତେ ନମସ୍ତେ ନମସ୍ତେ। ବାପ ଦାଦା ଦେଶ ବିଦେଶର ସବୁ ପିଲାଙ୍କୁ ନୂତନ ବର୍ଷର ଅଭିନନ୍ଦନ ଦେଲେ। ଚାରିଆଡ଼ର ସଫଳତାର ତାରକାମାନଙ୍କୁ ପୁରୁଣା ବର୍ଷକୁ ବିଦାୟ ଦେବାର ଏବଂ ନୂତନ ବର୍ଷକୁ ଅଭିନନ୍ଦନ ଦେବାର ସଙ୍ଗମ ସମୟର ଅଭିନନ୍ଦନ। କାରଣ ସଙ୍ଗମ ସମୟରେ ପୁରୁଣାକୁ ବିଦାୟ ଦେବା ମଧ୍ୟ ହୋଇଥାଏ ଏବଂ ନୂତନକୁ ବଧାଇ ଅର୍ଥାତ୍ ଅଭିନନ୍ଦନ ଦେବା ମଧ୍ୟ ହୋଇଥାଏ। ତେଣୁ ସର୍ବଦା ସଫଳ ଅଟ ଏବଂ ସଫଳ ହୋଇ ରହିବ। କେବେ ବି ଅସଫଳତାର ଚିହ୍ନବର୍ଣ୍ଣ ମଧ୍ୟ ରହିବ ନାହିଁ, କାରଣ ବାପ ଦାଦାଙ୍କର ଅତି ଗେହ୍ଲା, ଅତି ପ୍ରିୟ ଏବଂ ଅତି ମିଠା ନୟନର ଜ୍ୟୋତି ଅଟ। ତେଣୁ ସମସ୍ତଙ୍କୁ ନମ୍ବର 1 ହେବାକୁ ହିଁ ପଡ଼ିବ। ଏହି ଦୃଢ଼ ସଂକଳ୍ପ ସହିତ ପ୍ରତି ପଦକ୍ଷେପକୁ ବାବାଙ୍କ ସମାନ କରିଚାଲ। ତେଣୁ ସମସ୍ତଙ୍କୁ ପଦ୍ମଗୁଣା ଅର୍ବ ଖର୍ବ ଗୁଣା ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ। ବାପ ଦାଦାଙ୍କର ବହୁତ ବହୁତ ଅମୂଲ୍ୟ ହୀରାମାନଙ୍କୁ ହୀରାତୁଲ୍ୟ ସୁପ୍ରଭାତ ସୁପ୍ରଭାତ ସୁପ୍ରଭାତ। ଓମ୍ ଶାନ୍ତି। ବରଦାନ। ସେବାର ଉମଙ୍ଗ ଉତ୍ସାହ ଦ୍ୱାରା ନିରାପଦର ଅନୁଭବ କରୁଥିବା ମାୟାଜିତ ଭବ। ସେବାର ଉମଙ୍ଗ ଉତ୍ସାହ ଦ୍ୱାରା ନିରାପଦର ଅନୁଭବ କରୁଥିବା ମାୟାଜିତ ଭବ। ଯେଉଁମାନେ ସ୍ଥୂଳ କାର୍ଯ୍ୟ କରିବା ସହିତ ଆତ୍ମିକ ସେବା କରିବା ପାଇଁ ମଧ୍ୟ ଧାଇଁଥାନ୍ତି, ସର୍ବଦା ପ୍ରସ୍ତୁତ ରହିଥାନ୍ତି, ସେମାନଙ୍କର ଏହି ସେବା କରିବାର ଉମଙ୍ଗ ଉତ୍ସାହ ମଧ୍ୟ
ସୁରକ୍ଷାର ସାଧନ ପାଲଟିଯାଏ। ଯେଉଁମାନେ ସର୍ବଦା ସେବାରେ ଲାଗି ରହିଥାନ୍ତି ସେମାନେ ମାୟାଠାରୁ ମଧ୍ୟ ସୁରକ୍ଷିତ ରହିଥାନ୍ତି। ମାୟା ମଧ୍ୟ ଦେଖିଥାଏ ଏହାକୁ ତ ସେବାରୁ ଫୁରୁସତ ମିଳୁନାହିଁ, ତେଣୁ ସେ ମଧ୍ୟ ଫେରି ଚାଲିଯାଏ ଏବଂ ଯେଉଁ ପିଲାଙ୍କର ବାବାଙ୍କ ସହିତ ଏବଂ ସେବା ସହିତ ସ୍ନେହ ରହିଥାଏ ସେମାନଙ୍କୁ ଅତିରିକ୍ତ ସହଯୋଗ ମଧ୍ୟ ମିଳିଥାଏ, ଯାହାଦ୍ୱାରା ସେମାନେ ସହଜରେ ମାୟାଜିତ ହୋଇଯାଆନ୍ତି। ଆଚ୍ଛା, ଆଜିର ସ୍ଲୋଗାନ ଅଛି, ଯଦି ଜ୍ଞାନ ଏବଂ ଯୋଗକୁ ନିଜର ଜୀବନର ସ୍ୱଭାବରେ ପରିଣତ କରିଦେବ ତେବେ ପୁରୁଣା ସ୍ୱଭାବ ସହଜରେ ବଦଳିଯିବ। ଯଦି ଜ୍ଞାନ ଏବଂ ଯୋଗକୁ ନିଜ ଜୀବନର ସ୍ୱଭାବରେ ପରିଣତ କରିଦେବ ତେବେ ପୁରୁଣା ସ୍ୱଭାବ ସହଜରେ ବଦଳିଯିବ। ଆଚ୍ଛା, ଆଜିର ସୂଚନା ଅଛି, ଆଜି ମାସର ତୃତୀୟ ରବିବାର, ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ତେଣୁ ସମସ୍ତ ବ୍ରାହ୍ମଣ ବତ୍ସମାନେ ସଂଗଠିତ ରୂପରେ ସନ୍ଧ୍ୟା 6:30 ଠାରୁ 7:30 ପର୍ଯ୍ୟନ୍ତ ବିଶେଷ କରି ସନ୍ତୁଷ୍ଟମଣି ହୋଇ ବାୟୁମଣ୍ଡଳରେ ସନ୍ତୁଷ୍ଟତାର କିରଣ ବିଚ୍ଛୁରିତ କରିବା ସହିତ ଅସନ୍ତୁଷ୍ଟ ଆତ୍ମାମାନଙ୍କୁ ସନ୍ତୁଷ୍ଟ ରହିବାର ଶକ୍ତି ଦେବେ ଏବଂ ମାନସିକ ସେବା କରିବେ। ଆଚ୍ଛା, ଓମ୍ ଶାନ୍ତି।